ଆମ୍ଭମାନଙ୍କର ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ମହାନାମର ଗୌରବ ହେଉ। ସେ ଏକମାତ୍ର ପ୍ରଶଂସା ମହିମା ଗୌରବ ପାଇବା ପାଇଁ ଯୋଗ୍ୟ ଆମମାନଙ୍କର ପରମେଶ୍ୱର, ଆମମାନଙ୍କର ପିତା, ଆମମାନଙ୍କର ପ୍ରଭୁ ଉଦ୍ଧାରକର୍ତ୍ତା, ପରିତ୍ରାଣକର୍ତ୍ତା, ପାପ କ୍ଷମାକାରୀ, ଶାନ୍ତିଦାତା, ଆମମାନଙ୍କର ସାହାଯ୍ୟକାରୀ, ସାନ୍ତ୍ୱନାଦାତା ପବିତ୍ର ଆତ୍ମା, ତାଙ୍କର ସେହି ପବିତ୍ର ମହାନାମର ଗୌରବ ହେଉ। ଆଜିର ଏହି ମୁହୂର୍ତ୍ତରେ ଯେତେବେଳେ କି ଆମମାନେ ଈଶ୍ୱରଙ୍କ ବାକ୍ୟର ପ୍ରତ୍ୟେକ ଭାବବାଣୀ ସଫଳ ହେବାର ଆମମାନେ ଦେଖି ଆସୁଛୁ, ଶୁଣି ଆସୁଛୁ, ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଅତୀତ ଦିନମାନଙ୍କରେ ଅନେକ ଘଟଣା ପ୍ରଭୁଙ୍କ ବାକ୍ୟରେ ଯାହା ଲେଖାଯାଇଥିଲା ତାହା ଘଟିଛି। ବର୍ତ୍ତମାନ ଆମମାନଙ୍କର ସମୟରେ ମଧ୍ୟ ପ୍ରଭୁଙ୍କର ଦାସମାନଙ୍କ ମୁଖରୁ ନିର୍ଗତ ଭାବବାଣୀ ସବୁ ସଫଳ ହେଉଛି ଏବଂ ଅତି ଶୀଘ୍ର ସଫଳ ହେଉଛି। ଆଉ ତଦ୍ରୂପ ଆସନ୍ତା ଦିନମାନଙ୍କରେ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ମଧ୍ୟ ତାଙ୍କ ମୁଖ ନିର୍ଗତ ବା ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ସମସ୍ତ ଭବିଷ୍ୟତ ବାକ୍ୟ ପ୍ରକାଶିତ ହେବାକୁ ଏବଂ ସଫଳ ହେବାକୁ ଯାଉଛି। ମୋର ପ୍ରିୟ ଭାଇ ଭଉଣୀମାନେ ଏବଂ ପ୍ରଭୁଙ୍କର ଦାସ ଦାସୀମାନେ, ଆଜି ଏହି ସମୟରେ ଏକ ବୋଝର ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣ ଆଉ ମୁଁ ଆମମାନେ ଆଲୋଚନା କରିବା ନିମନ୍ତେ, ଚିନ୍ତା କରିବା ନିମନ୍ତେ, ଧ୍ୟାନ କରିବା ନିମନ୍ତେ ବା ଅନୁଧ୍ୟାନ କରିବା ନିମନ୍ତେ ମୁଁ ଚାହୁଁଛି। ଆଉ ତାହା ଯେପରିକି ମୋର ବ୍ୟକ୍ତିଗତ ଜୀବନର ନିଷ୍ଠା, ଆପଣଙ୍କ ଜୀବନର ନିଷ୍ଠା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ହୋଇପାରିବ। ଉଦ୍ଦୀପନା। ଉଦ୍ଦୀପନା ଆମମାନେ କାହାକୁ କହୁ ବା ଉଦ୍ଦୀପନା କହିଲେ ଆମମାନେ କ'ଣ ବୁଝୁ? ଈଶ୍ୱରଙ୍କ ବାକ୍ୟ ପ୍ରମାଣେ ଯେତେବେଳେ କି ଖ୍ରୀଷ୍ଟଙ୍କର ଆଗମନ ହେବାର ସନ୍ନିକଟ ହେଉଛି, ବିଶ୍ୱବ୍ୟାପୀ ଏକ ଉଦ୍ଦୀପନାର ଝଡ଼ ମଧ୍ୟ ସୃଷ୍ଟି ହେବାକୁ ଯାଉଛି। ଏ ବିଷୟ ହୁଏତ ଅନେକ ଆମମାନେ ଜାଣିନାହୁଁ ବା ଜାଣିଛୁ ମଧ୍ୟ। ଯଦି ବା ଜାଣିଛୁ ବା ଜାଣିଥିଲେ ସୁଦ୍ଧା ଆମମାନେ ସେହି ବିଶ୍ୱ ଉଦ୍ଦୀପନା ନିମନ୍ତେ ପ୍ରସ୍ତୁତ ଅଛୁ କି? ଆଉ ଯଦି ଜାଣିନାହୁଁ ତାହେଲେ ଆମମାନଙ୍କର ଆବଶ୍ୟକ ଅଛି ବିଶ୍ୱ ଉଦ୍ଦୀପନା ସମ୍ବନ୍ଧରେ ଜାଣିବା ନିମନ୍ତେ। ପ୍ରଭୁଙ୍କର ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିଗତ ଜୀବନରୁ ଆମେ କିଛି ଅଂଶ ଦେଖିବା। ଜନ ସୁସମାଚାର 12 ପର୍ବରୁ ଯେତେବେଳେ କି ସେ ଲେଖାଯାଇଛି 12 ପଦରେ ସେମାନେ ଜେରୁସାଲେମକୁ ଯାତ୍ରା କରୁଛନ୍ତି। ଏଇ ଯେଉଁ ଖଜୁରୀ ବାହୁଙ୍ଗା ପର୍ବ ବୋଲି ଆମେ କହୁ, ତାକୁ ପାମ୍ ସାଣ୍ଡେ ବୋଲି କହୁ। ଆଉ ତାପରେ ମୁହୂର୍ତ୍ତରେ ଆମେ ଯଦି ଯିବା 12 ପର୍ବର 20 ପଦକୁ, ସେହି ଜାଗାରେ ଆମେ ଦେଖିବା ଯେ ଏକ ସୁନ୍ଦର ବିଷୟ ଏବଂ ଆଶ୍ଚର୍ଯ୍ୟ ବିଷୟ, ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଈଶ୍ୱରଙ୍କ ବାକ୍ୟରେ ପ୍ରକାଶ କରାଯାଏ। ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ଥିଲେ। ପର୍ବ ସମୟରେ ଉପାସନା କରିବା ପାଇଁ ଲୋକ ଆସିଥିଲେ। ପର୍ବ ସମୟରେ ଲୋକମାନେ ପ୍ରାୟ ଉପାସନା କରନ୍ତି ନାହିଁ, ପର୍ବ ସମୟରେ ଲୋକମାନେ ଉପଭୋଗ କରନ୍ତି। କିନ୍ତୁ ଇସ୍ରାଏଲ ଦେଶର ପର୍ବପର୍ବାଣୀରେ ଯେତେବେଳେ ଲୋକମାନେ ଜେରୁସାଲେମକୁ ଆସୁଥିଲେ, ସେମାନଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା ଯେହୋବା ପରମେଶ୍ୱରଙ୍କର ସେବା, ଉପାସନା, ଆରାଧନା କରିବା ପାଇଁ। ଏବଂ ସେହି ଜାଗା ଲେଖାଯାଇଛି 21 ପଦରେ, ସେଥିରେ ଗାଲିଲିସ୍ଥ ବେତ୍ସାଇଦା ନିବାସୀ ଫିଲିପଙ୍କ ନିକଟକୁ ଆସି ସେମାନେ କ'ଣ କଲେ? ଗାଲିଲିସ୍ଥ ବେତ୍ସାଇଦାର ଫିଲିପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା। ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା। ଆପଣଙ୍କ ଜୀବନରେ, ମୋ ଜୀବନରେ କେବେ କୌଣସି ଲୋକ ଏହି ପ୍ରକାର ଏକ ଅନୁରୋଧ କି ନିବେଦନ ଆମମାନଙ୍କୁ କରିଛନ୍ତି କି ଯେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଚାହୁଁଛି ବା ଭେଟିବା ପାଇଁ ଚାହୁଁଛି ବା ଦର୍ଶନ କରିବା ପାଇଁ ଚାହୁଁଛି ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛି? ଏବେ ତ ଶାରୀରିକ ଭାବରେ ରକ୍ତ ମାଂସଧାରୀ ପ୍ରଭୁ ଯୀଶୁ ଆମ ମଧ୍ୟରେ ନାହାନ୍ତି ଯେ ଆମେ ତାଙ୍କୁ ଦେଖେଇ ପାରିବା, ଇଏ ପ୍ରଭୁ ଯୀଶୁଖ୍ରୀଷ୍ଟ ବୋଲିବା, ତାଙ୍କ ସହିତ ଆମେ ମିଳନ କରାଇ ପାରିବା। ଏଇଟା ତ ବର୍ତ୍ତମାନ ମଣ୍ଡଳୀ ଯୁଗରେ ଫିଜିକାଲି ବା ରକ୍ତ ମାଂସଧାରୀ ମନୁଷ୍ୟ ସମ୍ଭବ ନୁହେଁ। କିନ୍ତୁ ଯଦି ସେହି ପ୍ରକାର ପ୍ରଶ୍ନ ଆସେ, ଆମେ ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛୁ ବା ତାଙ୍କୁ ଦେଖିବା ପାଇଁ ଚାହୁଁଛୁ,
ତାହେଲେ ଆମମାନଙ୍କର ଉତ୍ତର କ'ଣ ଅଛି? ଆଉ ଏ ବିଷୟ ଫିଲିପ ଯାଇ ଯୀଶୁଙ୍କୁ କହିଲେ 22 ପଦରେ ଫିଲିପ ଯାଇ ଆନ୍ଦ୍ରିୟଙ୍କୁ କହିଲେ। ଆମେ ଜାଣିଛୁ ଆନ୍ଦ୍ରିୟ ସର୍ବଦା ପ୍ରଭୁଙ୍କ ଲୋକଙ୍କ ଯେଉଁ ଲୋକମାନଙ୍କୁ ସେ ପ୍ରଭୁଙ୍କ ପାଖକୁ ଯେଉଁମାନେ ଆସୁଥିଲେ ସେହି ଲୋକମାନଙ୍କୁ ସେ ପ୍ରଭୁଙ୍କ ସହିତ କନେକ୍ଟ କରୁଥିଲେ ବା ସମ୍ପର୍କ ସ୍ଥାପନ କରୁଥିଲେ। ସେ କେବେ ବି ସାମ୍ନାକୁ ଆଗ ଧାଡ଼ିକି ଆସୁନଥିଲେ, କିନ୍ତୁ ସେ ଲୋକମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବାରେ ଆଉ ଲୋକମାନଙ୍କୁ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ କରାଇବାରେ ଆନ୍ଦ୍ରିୟ ଫିଲିପ ଏମାନଙ୍କର ବହୁତ ବଡ଼ ରୋଲ୍ ଥିଲା ପ୍ରଭୁଙ୍କ ବାକ୍ୟରେ ସୁସମାଚାରରେ। ହେଲେ କ'ଣ ହେଇଛି? ଫିଲିପ ଯାଇ ଆନ୍ଦ୍ରିୟଙ୍କୁ କହିଲେ ଓ ଆନ୍ଦ୍ରିୟ ଓ ଫିଲିପ ଯାଇ ଯୀଶୁଙ୍କୁ କହିଲେ। ଆଶ୍ଚର୍ଯ୍ୟ କଥା। ଆଉ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟ ପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ, ଯେତେବେଳେ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କର ଆବଶ୍ୟକତାକୁ ଅନୁଭବ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ବା ଜାଣିବା ପାଇଁ ଚାହିଁବେ ଏବଂ ସେମାନେ ମଣ୍ଡଳୀମାନଙ୍କରେ ପ୍ରଭୁଙ୍କର ଦାସମାନଙ୍କ ନିକଟକୁ ଯାଇ, ପ୍ରାଚୀନମାନଙ୍କ ନିକଟକୁ ଯାଇ, ପାଳକ ପ୍ରଚାରକ କାର୍ଯ୍ୟକାରୀମାନଙ୍କ ନିକଟକୁ ଯାଇ ସେମାନେ ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ବା ତାଙ୍କ ସମ୍ବନ୍ଧରେ ବୁଝିବା ଏବଂ ଆଶ୍ଚର୍ଯ୍ୟ ପ୍ରଭୁଙ୍କର କାର୍ଯ୍ୟ ସକଳ ଜାଣିବା ପାଇଁ ଯେତେବେଳେ ଲୋକମାନେ ଲୋଡ଼ିବେ, ସେହି ପ୍ରକାର ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମହିମାନ୍ୱିତ ହେବେ। ଆଜି ସବୁଠୁ ବହୁତ ବଡ଼ ବିଷୟ ହେଉଛି ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ପ୍ରଭୁଙ୍କର ଦାସ ଦାସୀମାନେ ହୁଅନ୍ତୁ, ଆମେ କାର୍ଯ୍ୟକାରୀ ବା ଆମେ ମଣ୍ଡଳୀର ସାଧାରଣ ବିଶ୍ୱାସୀମାନେ ହେଉ, ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଖ୍ରୀଷ୍ଟଙ୍କର ଉପସ୍ଥାପନ କରିବା ଆମମାନେ ଏହି ବିଷୟଟାକୁ ମୁଖ୍ୟ ସ୍ଥାନ ଦେଇଛୁ କି? ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ଅନ୍ୟମାନେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମମାନଙ୍କର ଜୀବନୀ ଦ୍ୱାରା, କାର୍ଯ୍ୟ ଦ୍ୱାରା, ବ୍ୟବହାର ଦ୍ୱାରା, ଚାଲିଚଳନ ଦ୍ୱାରା, କଥାବାର୍ତ୍ତା ଦ୍ୱାରା କିଛି ନୂତନତା, କିଛି ଅଲଗା ବିଷୟ, କିଛି ଡିଫରେନ୍ସ ଦେଖିପାରୁଛନ୍ତି କି? ଯଦି ସେମାନେ ଦେଖିପାରିବେ ତେବେ ସେମାନେ ଆମମାନଙ୍କୁ ଏହି ପ୍ରଶ୍ନ ପଚାରିବେ ବା ସେମାନଙ୍କ ମନରେ ଏହି ପ୍ରଶ୍ନ ଆସିବ, ଏ ବ୍ୟକ୍ତି, ଏଇ ଭାଇ କି ଭଉଣୀ, ଏଇ ପୁରୁଷ ସ୍ତ୍ରୀ, ଏମାନେ କାହିଁକି ଅଲଗା? ଏମାନଙ୍କର କାର୍ଯ୍ୟ, ଏମାନଙ୍କର ବ୍ୟବହାର, ଏମାନଙ୍କର କଥାବାର୍ତ୍ତା କାହିଁକି ଅଲଗା? ଯଦି ସେହି ପ୍ରକାର ଏକ ଆଦର୍ଶତା ଆଜି ବିଶ୍ୱାସୀମାନଙ୍କ ଜୀବନରେ ହେଉ, ପ୍ରଭୁଙ୍କର କାର୍ଯ୍ୟକାରୀମାନଙ୍କ ଜୀବନରେ ହେଉ ବା ପ୍ରାଚୀନମାନଙ୍କ ଜୀବନରେ ହେଉ, ମଣ୍ଡଳୀରେ ରହିବାର ବହୁତ ଗୁରୁତ୍ୱପୂର୍ଣ୍ଣ। ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ଯେ ତୁମମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖି ଲୋକମାନେ ପ୍ରଭୁଙ୍କ ନିକଟକୁ ଆସିବେ, ତାଙ୍କର ମହିମା କରିବେ। ଆଜି ଏଠି କ'ଣ ହେଇଛି? ଯେତେବେଳେ କି ଆନ୍ଦ୍ରିୟ ଫିଲିପ ଯେ ଯୀଶୁଙ୍କୁ କହିଲେ, ପ୍ରଭୁ ଯୀଶୁ ଉତ୍ତର ଦେଉଛନ୍ତି ସେମାନଙ୍କୁ ଆଣ, ମୋତେ ଭେଟିବା ପାଇଁ ଦିଅ, ସେ କଥା ସେ କହୁନାହାନ୍ତି। ସେ କହିଲେ ମନୁଷ୍ୟ ପୁତ୍ରଙ୍କର ମହିମାନ୍ୱିତ ହେବାର ସମୟ, ଯେତେବେଳେ ଲୋକମାନେ ଯୀଶୁଙ୍କୁ ଖୋଜିବେ, ଲୋଡ଼ିବେ। ସରଳ ଭାଷାରେ ଯୀଶୁଖ୍ରୀଷ୍ଟଙ୍କର ଆବଶ୍ୟକତା ନିଶ୍ଚୟ ଗ୍ରୀକ୍ ଲୋକମାନଙ୍କ ଜୀବନରେ କ'ଣ ଗୋଟେ ଥିଲା ଯେ ଆମେ ଯୀଶୁଙ୍କୁ ଟିକେ ଭେଟିବା। ଗ୍ରୀକ୍ ଦେଶ ଲୋକମାନେ, ଜିହୁଦୀ ଲୋକ ନଥିଲେ, ଏମାନେ 12 ଗୋଷ୍ଠୀ ଭିତରେ ନଥିଲେ, ଇସ୍ରାଏଲ ଲୋକ ନଥିଲେ, ଜିହୁଦୀ ଲୋକମାନେ ଥିଲେ। ଅନ୍ୟ ଜାତିର ଲୋକମାନେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଖୋଜିବେ, ମୋର ପ୍ରିୟ ଭାଇ ଭଉଣୀ, ଲୋଡ଼ିବେ, ସେତେବେଳେ ପ୍ରଭୁ ଯୀଶୁ ମହିମାନ୍ୱିତ ହେବେ। ଆମେ ସେହି ପ୍ରକାର ଏକ ପରିବେଶ, ସେହି ପ୍ରକାର ଏକ ଜୀବନୀ, ସେହି ପ୍ରକାର ଏକ ଆଦର୍ଶତା ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ପ୍ରକାଶ ପାଉଛି କି? ଯାହାଦ୍ୱାରା କି ଲୋକମାନେ ଯୀଶୁଙ୍କୁ ଜାଣିବା ପାଇଁ, ବୁଝିବା ପାଇଁ, ଗ୍ରହଣ କରିବା ପାଇଁ ବା ତାଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ସେମାନେ ଚାହିଁବେ। ପ୍ରଭୁ ଏଇଠି ଗୋଟେ ସତ୍ୟତା ପ୍ରକାଶ କଲେ, ତାକୁ ଆମେ କହିପାରିବା। ଏଇ ଯେଉଁ ପ୍ରଶ୍ନ, ଯେଉଁ ଲୋକମାନେ ତାଙ୍କୁ ଦେଖିବା ପାଇଁ ଚାହୁଁଥିଲେ, ଏଇ ଯେଉଁ ପ୍ରଶ୍ନ ସେମାନଙ୍କ ପାଖରେ ଥିଲା, ତାର ଉତ୍ତର ସ୍ୱରୂପ ପ୍ରଭୁ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଏଇ ଜାଗାରେ। ଦେଖନ୍ତୁ 24 ପଦ। ଆଉ ମୁଁ ବିଶ୍ୱାସ କରେ ସମସ୍ତ ଭାଇ ଭଉଣୀମାନେ ବା ପ୍ରଭୁଙ୍କ ଦାସ ଦାସୀମାନେ ଯେଉଁମାନେ ବାକ୍ୟ ସହିତ କାରବାର କରନ୍ତି, ମଣ୍ଡଳୀରେ ସେବା କରନ୍ତି, ସେମାନେ ଏହି ପଦଟାକୁ ଅନେକ ସମୟରେ କୋଟ୍ କରନ୍ତି। ଏ ଲେଖାଯାଇଛି, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହା ହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହେଲେ ବହୁତ ଫଳ ଫଳେ। ଫଳ ଫଳିବା ବିଷୟରେ
ଅନ୍ୟ ଅର୍ଥରେ କହିବାକୁ ଗଲେ ଆତ୍ମଲାଭ କରିବା ବିଷୟ ପ୍ରଭୁ କହୁଛନ୍ତି। କି ପ୍ରକାର ଆତ୍ମଲାଭ କରିବା ବିଷୟରେ? ଆପଣ ଜଣେ କାର୍ଯ୍ୟକାରୀ, ମୁଁ ଜଣେ କାର୍ଯ୍ୟକାରୀ କ୍ଷୁଦ୍ର ସେବକ ହିସାବରେ ଆତ୍ମଲାଭ କରିବା ମାନଙ୍କର କର୍ତ୍ତବ୍ୟ। କିନ୍ତୁ ତାଠୁ ବହୁତ ବଡ଼ ଆତ୍ମଲାଭକାରୀ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ନିଜ ସମ୍ବନ୍ଧରେ ମଧ୍ୟ କହିଲେ ଏବଂ ବିଶ୍ୱାସୀ ସମ୍ବନ୍ଧରେ ମଧ୍ୟ ତାହା ପ୍ରକାଶିତ ହୁଏ। ଗହମ ବୀଜ ମୃତ୍ତିକାରେ ପଡ଼ିକି ମରିବ, ତେବେ ଯାଇକି ସେ ଗଜା ହେଇକି ବାହାରିବ ଏବଂ ସେ ବହୁତ ଫଳ ଫଳିବ, ତାର କେଣ୍ଡାରେ ବହୁତ ଗହମ ଫଳିବ। ଦ୍ୟାଟ୍ ଇଜ୍ ଦ ସିକ୍ରେଟ୍ ଅଫ୍ ଦ ରିଭାଇଭାଲ୍। ସେଇଟା ହେଉଛି ଉଦ୍ଦୀପନାର ଏକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ, ଏକ ଗୁପ୍ତ କଥା। ଗହମ ବୀଜ ମରିବାର ଅଛି। ଗହମ ବୀଜ ଯେ ପର୍ଯ୍ୟନ୍ତ ମରିନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ସେହି ପର୍ଯ୍ୟନ୍ତ ସେ ଫଳ ଫଳି ପାରିବ ନାହିଁ। ଆଜି ଆସୁ ଆମେ ନମ୍ରତାର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ମୋ ଠାରୁ ଶିଖ। କାହାକୁ କହୁଛନ୍ତି? ଶିଷ୍ୟମାନଙ୍କୁ କହୁଛନ୍ତି ମୋ ଠାରୁ ଶିଖ, ଯେହେତୁ ମୋ ମୃଦୁଶୀଳ ଆଉ ନମ୍ରଚିତ, ତୁମେ ଆପଣ ଆତ୍ମାରେ ବିଶ୍ରାମ ପାଇବ। ଜଗତରେ ତ କ୍ଳାନ୍ତିଜନକ, ପରିଶ୍ରମରେ ପରିପୂର୍ଣ୍ଣ, ଅବସତା ହାଲିଆରେ ପରିପୂର୍ଣ୍ଣ, କ୍ଳାନ୍ତିକର ଜଗତ, ଶ୍ରାନ୍ତିକର ଜଗତ, କିନ୍ତୁ ସେ କହିଲେ ଆତ୍ମାରେ ବିଶ୍ରାମ ପାଇବ। ଆତ୍ମାରେ ଯେ ସ୍ଥିର ହୋଇକି ରହିପାରିବ ସେ ପ୍ରଭୁଙ୍କର ସେବା କାର୍ଯ୍ୟରେ ଆଗକୁ ବଢ଼ିପାରିବ। ପ୍ରତ୍ୟେକ ପରିସ୍ଥିତିରେ ଯେକୌଣସି ସମୟ ଆସୁନା କାହିଁକି, ପ୍ରତ୍ୟେକ ପରିସ୍ଥିତିରେ ସେ ଆଗକୁ ବଢ଼ିବାକୁ ପାରିବ। ଯାହାର ଆତ୍ମାରେ ସ୍ଥିରତା ନାହିଁ, ଚଞ୍ଚଳମତି, ଚଞ୍ଚଳ ସ୍ୱଭାବ, ବ୍ୟସ୍ତତାରେ ପରିପୂର୍ଣ୍ଣ, ସେହି ପ୍ରକାର ବ୍ୟକ୍ତି, ସେହି ପ୍ରକାର ଭାଇ କି ଭଉଣୀ ପ୍ରଭୁଙ୍କୁ ଉପସ୍ଥାପନ କରିବା ବହୁତ କଷ୍ଟ। କିନ୍ତୁ ସବୁ ଅବସ୍ଥାରେ, ପ୍ରତିକୂଳ ପରିବେଶ ଭିତରେ, ଦୁଃଖ, କଷ୍ଟ, ନିନ୍ଦା, ଅପମାନ, ତାଡ଼ନା, ଲଜ୍ଜା, ସମାଲୋଚନା, ଈର୍ଷା, ପ୍ରତାରଣା ଭିତରେ ଆପଣଙ୍କ ଜୀବନରେ, ମୋ ଜୀବନରେ ଯଦି ଆମ ଆତ୍ମାରେ ସ୍ଥିରତା ଅଛି, ବିଶ୍ରାମ ଅଛି, ଶାନ୍ତି ଅଛି, ତାହେଲେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରକାଶ କରିପାରିବା। ଏଥିପାଇଁ ସେ କହିଲେ ଗହମ ବୀଜ ମରିବାକୁ ପଡ଼ିବ। କେଉଁ ପ୍ରକାର ଲୋକମାନଙ୍କୁ ପ୍ରଭୁ ଚାହାନ୍ତି ଏ ଉଦ୍ଦୀପନାରେ? ଉଦ୍ଦୀପନା ସମ୍ବନ୍ଧରେ କ'ଣ କିଛି ପ୍ରଭୁଙ୍କ ବାକ୍ୟରେ ପ୍ରତିଜ୍ଞା ରହିଛି? ହଁ, ବହୁତ ପ୍ରତିଜ୍ଞା ରହିଛି। ଜୋଏଲ ବିବରଣୀରେ ତ ଏ ବିଷୟରେ ଅନେକ କଥା ପ୍ରଭୁଙ୍କ ଦାସମାନଙ୍କ ମୁଖ ଦେଇ, ଜୋଏଲଙ୍କ ମୁଖ ଦେଇ ପ୍ରଭୁ କହିଛନ୍ତି କିପରି ଏକ ଉଦ୍ଦୀପନା ଆସିବ। ଆଜି ଉଦ୍ଦୀପନା ଆସିବା ପଛରେ କାହାର ହାତ ଥିବ, ଆଉ ଯେଉଁମାନେ ସେ ଉଦ୍ଦୀପନା ପଛରେ, ଯେଉଁମାନଙ୍କର ହାତ ଥିବ, ଯେଉଁମାନଙ୍କ ଦେଇ ଉଦ୍ଦୀପନା ଆସିବ, ସେହି ପ୍ରକାର ଲୋକମାନଙ୍କ ଜୀବନୀ କେମିତି ହେବା ଦରକାର, ଆଉ ସେମାନଙ୍କର ପ୍ରଭୁଙ୍କ ସହିତ ସମ୍ପର୍କ କିପରି ଥିବା ଦରକାର, ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ମୋର ପ୍ରିୟ ଭାଇ ଭଉଣୀମାନେ। ହେଲେ ଏଇ ଜାଗାରେ ମୁଁ ତା ପୂର୍ବରୁ ଗୋଟିଏ ବିଷୟ ଦେଖିବା ପାଇଁ ଚାହୁଁଛି। ଆପଣ ଦୟାକରି ଖୋଲିବେ କି ଗୀତ ସଂହିତା 110କୁ ଆମେ ଯିବା। ଗୀତ ସଂହିତା 110ରେ ପ୍ରଭୁଙ୍କର ବାକ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦୀପନା ସମ୍ବନ୍ଧରେ ଗୋଟିଏ କଥା ଲେଖାଯାଇଛି। ଆଉ ଏଇ ବିଷୟଟାକୁ ଅନେକ ବର୍ଷ ହେଲା ମୁଁ ଧ୍ୟାନ କରୁଛି, ଆଉ ତାହା ମୋ ନିମନ୍ତେ ଏକ ବଡ଼ ଆଶୀର୍ବାଦ ପୂର୍ଣ୍ଣକ ବାକ୍ୟ। ଆଉ ମୁଁ ଚାହୁଁଛି ଆପଣମାନେ ମଧ୍ୟ, ବିଶେଷ କରି କାର୍ଯ୍ୟକାରୀ ବନ୍ଧୁମାନେ, ପାଳକ, ପ୍ରଚାରକ, ଶିକ୍ଷକ ଏବଂ ଯେଉଁମାନେ କି ମଣ୍ଡଳୀର ସେବା କରନ୍ତି, ସୁସମାଚାର ସେବା କରନ୍ତି, ବାକ୍ୟ ପ୍ରଚାରକମାନେ, ପରିଚାରକମାନେ, ସେମାନଙ୍କୁ ନମ୍ରତାର ସହିତ କହିବା ପାଇଁ ଚାହେଁ ମୋର ବନ୍ଧୁମାନଙ୍କୁ। ସେମାନେ ନିଶ୍ଚୟ ଜାଣିଥିବେ, ମୁଁ କହୁନି ଜାଣିନାହାନ୍ତି। 3 ପଦକୁ ଟିକେ ଧ୍ୟାନ କରିବା, ଆଉ ତା ଉପରେ ଆମେ ଆଉ ଟିକେ ପ୍ରଭୁଙ୍କର ଅନୁଗ୍ରହ ଲୋଡ଼ିବା, ଯେପରି ତାହା ବ୍ୟକ୍ତିଗତ ଜୀବନରେ, ମୋର ବ୍ୟକ୍ତିଗତ ଜୀବନ, ଆପଣଙ୍କ ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ ସାଧକ ହୋଇପାରିବ। କ'ଣ ସେହି ବିଷୟ? 3 ପଦ ଲେଖା ହେଇଛି 110 ଗୀତ ସଂହିତା। ତୁମ ପରାକ୍ରମର ଦିନରେ, ଡେ ଅଫ୍ ୟୁର ମାଇଟି, ଏକ ପରାକ୍ରମ ଦିନ ଆସୁଛି। ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାକୁ ଉତ୍ସର୍ଗ କରନ୍ତି। ପବିତ୍ରତାର ସୌନ୍ଦର୍ଯ୍ୟରେ, ଅରୁଣର ଗର୍ଭରୁ ତୁମର ଯୁବକ ଗଣ ଶିଶିର ତୁଲ୍ୟ ଉତ୍ପନ୍ନ। ଏକ ମହାପରାକ୍ରମର ଦିନ ଆସୁଛି, ପ୍ରଭୁଙ୍କର ପରାକ୍ରମର ଦିନ। ସେ କହିଲେ ଆମ୍ଭେ ଶେଷ ଦିନରେ ପ୍ରତ୍ୟେକ ପ୍ରାଣୀ ଉପରେ ଆତ୍ମା ଢାଳିବା। ଏ ଯେଉଁ ପ୍ରଭୁ କହିଥିଲେ, ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ, ତୁମର ଯୁବାମାନେ ଦର୍ଶନ ପାଇବେ। ଆଶ୍ଚର୍ଯ୍ୟ କର୍ମ ଲକ୍ଷଣ ଦ୍ୱାରା ପ୍ରଭୁ ଲୋକମାନଙ୍କୁ ବ୍ୟବହାର କରିବେ। ଆପଣଙ୍କୁ ମଧ୍ୟ ପ୍ରଭୁ ବ୍ୟବହାର କରିବା ପାଇଁ ଚାହାନ୍ତି। ଏ ଯେଉଁ ବିଶ୍ୱ ଉଦ୍ଦୀପନା ଆସୁଛି, ଆପଣ ସେଥିରେ ସାମିଲ ହେବା ପାଇଁ ଚାହୁଁଛନ୍ତି କି? ଆଜି ଓଡ଼ିଶା ଭୂମିରେ, ଏ ଆମମାନଙ୍କର ପ୍ରିୟ ଓଡ଼ିଶା ମାଟିରେ, ଆମମାନଙ୍କ ପ୍ରିୟ ଭାରତ ବର୍ଷରେ ମଣ୍ଡଳୀମାନଙ୍କରେ ଉଦ୍ଦୀପନାର ଆବଶ୍ୟକ ରହିଛି। ଉଦ୍ଦୀପନା କହିଲେ ଭୁଲ ବୁଝନ୍ତୁ ନାହିଁ। ନାଚ, ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମ, ବିଭିନ୍ନ ୱାର୍ସିପ୍, ଯେକୌଣସି ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଚର୍ଚ୍ଚରେ କରୁ, ସାଂସ୍କୃତିକ କାର୍ଯ୍ୟକ୍ରମ, ସେଇଟା ଉଦ୍ଦୀପନା ନୁହେଁ। ସମସ୍ତ ପରିସ୍ଥିତିରେ
ପ୍ରଭୁଙ୍କ ପଛରେ ଚାଲିବା ଏବଂ ସମସ୍ତ ପରିସ୍ଥିତିରେ ଆତ୍ମଲାଭ କରିବା, ମଣ୍ଡଳୀର ନିଷ୍ଠା ନିମନ୍ତେ କାର୍ଯ୍ୟ କରିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ୱର୍ଗୀୟ ପ୍ରେମ, ତାଙ୍କର ବଳିଦାନ, ତାଙ୍କର ପ୍ରାୟଶ୍ଚିତ, ପିତାଙ୍କର ଗଭୀର ପ୍ରେମକୁ ଲୋକଙ୍କ ପାଖରେ ପହଞ୍ଚାଇବା। ସବୁ ପରିସ୍ଥିତିରେ ପ୍ରତିକୂଳ ହେଉ ଅନୁକୂଳ ହେଉ, ସମୟ ହେଉ ଅସମୟ ହେଉ, ଲୋକ ଦେଖନ୍ତୁ ନ ଦେଖନ୍ତୁ, କିଏ ପସନ୍ଦ କରନ୍ତୁ ନ କରନ୍ତୁ, କିଏ ଏପ୍ରୁଭ୍ କରନ୍ତୁ ନ କରନ୍ତୁ, ସେହି ପ୍ରକାର ପରିସ୍ଥିତିରେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ଯଦି କାର୍ଯ୍ୟକାରୀମାନେ, ବିଶ୍ୱାସୀମାନେ ତତ୍ପର ହେବେ, ଆପଣମାନେ ମୁଁ ତତ୍ପର ହେବା, ତେବେ ଏହି ଉଦ୍ଦୀପନା ଆମେ ଦେଖିବାକୁ ପାରିବା। ଆଉ ଯେତେ ବଡ଼ ବଡ଼ ବିଶ୍ୱ ଉଦ୍ଦୀପନା ହେଇଛି, ଚାର୍ଲସ ଫିନି କୁହନ୍ତୁ, ଡିଏଲ୍ ମୁଡି କୁହନ୍ତୁ, ପୁରାତନ ନିୟମର କଥା ତ ବହୁତ, ନୂତନ ନିୟମରେ ମଧ୍ୟ ପ୍ରେରିତମାନଙ୍କ ସମୟରେ, କିନ୍ତୁ ଆମର ସମୟକୁ ଯେଉଁ ନାଁ ଗୁଡ଼ାକ ଆମେ ଡେଭିଡ୍ ଲିଭିଙ୍ଗଷ୍ଟୋନ୍ କୁହନ୍ତୁ, ହଡସନ୍ ଟେଲର କୁହନ୍ତୁ, ସାଧୁ ସୁନ୍ଦର ସିଂ କୁହନ୍ତୁ, ସାଧୁ କିଷାନ ସିଂ କୁହନ୍ତୁ, ଯେଉଁ ଲୋକମାନଙ୍କର ବ୍ୟକ୍ତିଗତ ଜୀବନରେ ଯେଉଁମାନେ କି ପ୍ରଭୁଙ୍କର ବେଦୀରେ ନିଜକୁ ଦେଇଛନ୍ତି, ଗହମ ବୀଜ ପରି ମରିବା ପାଇଁ ଯେଉଁମାନେ ପ୍ରସ୍ତୁତ, ସେମାନେ ହିଁ ଫଳ ଫଳି ପାରିବେ। ବାହ୍ୟ ଆବରଣ ଦ୍ୱାରା, ବାହ୍ୟ ଉପସ୍ଥାପନ ଦ୍ୱାରା, ବାହ୍ୟ ବିଷୟରେ ଆତ୍ମଧାର୍ମିକତା, ଆତ୍ମଗର୍ବ, ଆତ୍ମକେନ୍ଦ୍ରିକତା, ଆତ୍ମଜ୍ଞାନ ପ୍ରକାଶ କରିବା ଦ୍ୱାରା ନୁହେଁ। ଜନଗହଳି ଭିତରେ ଆପଣ ଥିଲେ ମଧ୍ୟ ଏକଲା ଚାଲିବା ପାଇଁ ଆମେ ଶିଖିବାକୁ ପଡ଼ିବ। ସେମାନେ କେବଳ ଉଦ୍ଦୀପନା ଆଣିପାରିବେ ଏହି ପ୍ରଭୁଙ୍କର ମହାନ ମହାନ ଦାସମାନେ, ପୁରାତନ ନିୟମରେ ଏଲିଓ, ଇଲିଶା, ସାମୁଏଲ, ହନୋକ, ନୋହା, ପୁରାତନ ନିୟମର ପ୍ରେରିତମାନେ, କାର୍ଯ୍ୟକାରୀମାନେ, ପ୍ରାଚୀନମାନେ, ଯେଉଁମାନଙ୍କୁ ଦେଇକି ମହତ୍ କାମ କିଛି ହେଇଛି ଈଶ୍ୱରଙ୍କ ବାକ୍ୟ ବାଇବେଲରେ, ସେମାନେ ଜନଗହଳିରେ ଥିଲେ ସୁଦ୍ଧା ପ୍ରଭୁଙ୍କ ସହିତ ଅତି କ୍ଲୋଜଲି, ଗଭୀର ପ୍ରେମରେ, ଗଭୀର ମର୍ଯ୍ୟାଦାରେ ଆଉ ବିଶ୍ୱାସରେ ଆଉ ବିଶ୍ୱସ୍ତତାରେ ସେମାନେ ପ୍ରଭୁ ସହିତ ଚାଲୁଥିଲେ। ମୋର ପ୍ରିୟ ଭାଇ ଭଉଣୀମାନେ, ଏଥିପାଇଁ ଏଇଠି ଆମେ ଦେଖିପାରୁଛୁ ଏକ ପରାକ୍ରମ ଦିନ ଆସୁଛି, ଏକ ଉଦ୍ଦୀପନାର ଦିନ ଆସୁଛି। ଆପଣ ଆଉ ମୁଁ ଯଦି ଅଂଶୀ ହେବା, ଆମ ନିଜ ଜାଗାରେ ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବେ। ପ୍ରଭୁ ତ କହିଲେ, ପ୍ରେରିତ କ୍ରିୟା ବିବରଣୀ 1:8 ଯେଉଁମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ଜିହୁଦା ପ୍ରଦେଶ, ସମରିଆ ଆଉ ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ତୁମେ ସୁସମାଚାର ନେଇକି ଯିବ, ମୋର ସାକ୍ଷୀ ହେବ। ଏଭିଡେନ୍ସ ସହିତ ସାକ୍ଷୀ ହେବ, ଆଶ୍ଚର୍ଯ୍ୟ କର୍ମ ସହିତ ତୁମେ ସାକ୍ଷୀ ହେବ। ସାକ୍ଷୀର ଅର୍ଥ ଏଭିଡେନ୍ସ ଥିବା ଦରକାର। ଯେ ସାକ୍ଷୀ କୋର୍ଟରେ ଯିଏ ସାକ୍ଷୀ ଦିଏ, ତା ପାଖରେ ଦେଖିଥିବ, ଆଖିରେ କାନରେ ଶୁଣିଥିବ, ଘଟଣା ଘଟିଲା ବେଳେ ସେଠି ଥିବ, ସେଇ ପ୍ରକାର ବ୍ୟକ୍ତି ସାକ୍ଷୀ ହେଇପାରିବ। ଅନୁଭୂତି ନଥିଲେ ପ୍ରଭୁଙ୍କ ସହିତ ବା ପବିତ୍ର ଆତ୍ମାଙ୍କର ଦାନ, ପ୍ରଭୁ ପବିତ୍ର ଆତ୍ମାଙ୍କର ଉପସ୍ଥିତି, ପ୍ରଭୁଙ୍କର ଉପସ୍ଥିତି, ପ୍ରକାଶ୍ୟ ଜ୍ଞାନ, ବାକ୍ୟରେ ତାଙ୍କର ଅଭିଷେକ, କାର୍ଯ୍ୟର ଅଭିଷେକ, ପ୍ରାର୍ଥନାର ଅଭିଷେକ, ନମ୍ରତାର ସହିତ ଯାହା ପାଖରେ ଥିବ, ସେହି ପ୍ରକାର ବ୍ୟକ୍ତି କେବଳ ତାହା ପ୍ରଭୁଙ୍କର କାର୍ଯ୍ୟକୁ ଉପସ୍ଥାପନ କରିପାରିବ। ମୋର ପ୍ରିୟ ଭାଇ ଭଉଣୀମାନେ, ଏଥିପାଇଁ ଆଜି କହିବାର ଅର୍ଥ ହେଉଛି ଆମର ଯୁବା ପୁଅ ଝିଅମାନେ, ଆଜିର ଯୁଗର ଯୁବା ପୁଅ ଝିଅମାନେ ପବିତ୍ରତାର ସୌନ୍ଦର୍ଯ୍ୟରେ, ମୁଁ ଜାଗତିକ ସୌନ୍ଦର୍ଯ୍ୟ କଥା କହୁନାହିଁ, ଆମ୍ ନଟ୍ ଟକିଂ ଅବାଉଟ୍ ଦ କସ୍ମେଟିକ୍ ଡେକୋରେସନ୍, ବାହ୍ୟ କସ୍ମେଟିକ୍ ଡେକୋରେସନ୍ କଥା ମୁଁ ସେ କଥା ପ୍ରଚାର କହୁନାହିଁ। ଧାର୍ମିକତାର ସୌନ୍ଦର୍ଯ୍ୟ, ପବିତ୍ରତାର ସୌନ୍ଦର୍ଯ୍ୟରେ ଆମର ଯୁବା ପୁଅ ଝିଅମାନେ ମଣ୍ଡଳୀରୁ ବାହାରିବେ, ଯେଉଁମାନେ ଆବର୍ଜନାରେ ପାଦ ଦେବେ ନାହିଁ, ଜଗତ ସହିତ ସାଲିସ କରିବେ ନାହିଁ, ଯେଉଁମାନେ କି ପ୍ରଭୁଙ୍କୁ ନିଜ ଜୀବନର ପ୍ରଥମ ସ୍ଥାନ ଦେବେ, ନିଜର ଶିକ୍ଷା, ଦୀକ୍ଷା, ଜୀବନ, କ୍ୟାରିୟର, ଫ୍ୟୁଚର ଏହି ସମସ୍ତ ଠାରେ ରହିଥିଲେ ସୁଦ୍ଧା, ସେଥିପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା, ପରିଶ୍ରମ କରୁଥିଲେ ସୁଦ୍ଧା ମୁଖ୍ୟ ସ୍ଥାନ ଦେବେ ଯୀଶୁଖ୍ରୀଷ୍ଟଙ୍କୁ। ଆଉ ସେହି ପ୍ରକାର ବ୍ୟକ୍ତିମାନଙ୍କ ଦ୍ୱାରା ସେମାନେ ପ୍ରଭୁଙ୍କର ରାଜ୍ୟ ବୃଦ୍ଧି କରିବେ, ବା ପ୍ରଭୁ ସେମାନଙ୍କର ତାଙ୍କ ରାଜ୍ୟ ସେମାନଙ୍କ ଦେଇ ବୃଦ୍ଧି କରିବେ। ଆଉ ସେମାନେ କିପରି? ଅରୁଣର ଗର୍ଭରୁ ବାହାରିବେ, ସୂର୍ଯ୍ୟର ଗର୍ଭରୁ ବାହାରିବେ। କେଉଁ ପ୍ରକାର ବାହାରିବେ? ଶିଶିର ତୁଲ୍ୟ ବାହାରିବେ। ଶିଶିର କେବେ ମଧ୍ୟ ସୂର୍ଯ୍ୟ, ତେଜିଆନ ସୂର୍ଯ୍ୟର ଗର୍ଭରେ କେବେ ମଧ୍ୟ ରହିପାରିବନି, ତାହା ଲୀନ ହୋଇଯିବ। ଏପରିକି ଆପଣ ଗୋଟେ ମହାସମୁଦ୍ର ଯଦି ସୂର୍ଯ୍ୟରେ ପକାଇଦେବେ, ତାହେଲେ ତା ଗ୍ୟାସ୍ ହେଇଯିବ। କିନ୍ତୁ ପ୍ରଭୁଙ୍କ ବାକ୍ୟ କହୁଛି, ଅରୁଣର ଗର୍ଭରୁ ଏକ ଶିଶିର ବୁନ୍ଦା ପରି, ଏକ ରୌପ୍ୟ ଡ୍ରପ୍ ଭଳିଆ, ଏକ ସିଲଭର ଡ୍ରପ୍ ଭଳିଆ, ଶିଶିରର ବୟସ ବହୁତ କମ୍, ସେ ସୂର୍ଯ୍ୟ ଦର୍ଶନ ଅପେକ୍ଷା କରିକି ଥାଏ। ଆମର ପୁଅ ଝିଅମାନେ ସେହି ପ୍ରକାର ପବିତ୍ରତା, ଧାର୍ମିକତା, ସିଦ୍ଧତା, ଶୃଙ୍ଖଳା, ବିଶ୍ୱସ୍ତତାରେ ସେମାନେ ବାହାରି ପ୍ରଭୁଙ୍କ କାର୍ଯ୍ୟ ଆଗେଇ ଯିବେ। ଆଉ ଏମାନଙ୍କ ଦେଇ ହିଁ ଜୋଏଲ କହିଲା ଭଳିଆ ଏକ ମହାନ ଉଦ୍ଦୀପନା ପୃଥିବୀକୁ ଆସିବ। ଏବେ ସେହି ପ୍ରକାର ଲୋକମାନଙ୍କୁ ପ୍ରଭୁ କ'ଣ କହୁଛନ୍ତି? ଆଜି এই ଜାଗାରେ ଯେତେବେଳେ ଆମେ ଏ କଥା ଚିନ୍ତା କରୁଛୁ ଈଶ୍ୱରଙ୍କ ବାକ୍ୟରେ, ଏଇଟା କେବଳ ଚିନ୍ତା କରିବା ପାଇଁ
ବା ମୁଁ ଆପଣଙ୍କୁ କହିବା ପାଇଁ ଏଇ ଜାଗାରେ ବସି ନାହିଁ। এই ବିଷୟ ମୁଁ ନିଜକୁ ମଧ୍ୟ କହୁଛି। ମୋର କ୍ଷୁଦ୍ର ଜୀବନରେ ଯେତେବେଳେ ଷ୍ଟୁଡେଣ୍ଟ ଲାଇଫ୍ରେ ମୋତେ ପ୍ରଭୁ ଡାକିଲେ ତାଙ୍କର ସେବା କରିବା ପାଇଁ ମୋର ଯୋଗ୍ୟତା ବାହାରେ, ଆଜି ମୋର ବୟସ ବହୁତ ହେଇଗଲା। ଆଉ ସେହି ସମୟରେ ମଧ୍ୟ ମୁଁ କେବେ କେବେ ନିଜକୁ ପ୍ରଶ୍ନ ପଚାରେ, ମୁଁ କ'ଣ ପ୍ରକୃତରେ ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କ ହାତରେ ବ୍ୟବହାର ଯୋଗ୍ୟ ସେହି ସମାଦର ପାତ୍ର ହେଇଛି କି? ଯଦି ହେଇପାରିନି ତାହେଲେ ତାର କୌଣସି ମୂଲ୍ୟ ନାହିଁ, ତାର କୌଣସି ଫଳ ନାହିଁ। ଯଦି ଜୀବନରେ ଫଳ ନାହିଁ ତାର କୌଣସି ମୂଲ୍ୟ ମଧ୍ୟ ନାହିଁ। ଏବେ ଦେଖିପାରିବା କେଉଁ ପ୍ରକାର ଲୋକମାନଙ୍କୁ ଚାହୁଁଛନ୍ତି ଏ ବିଶ୍ୱ ଉଦ୍ଦୀପନା ପାଇଁ। ଲେଖାଯାଇଛି 5 ପର୍ବ, ଏ 50 ପର୍ବର 5 ପଦରେ, ଗୀତ ସଂହିତା 50ର 5 ଆମେ ପୁରା ସମସ୍ତେ ଜାଣିଛୁ। ଆଉ ବିଶେଷ କରି এই ବିଷୟଟାକୁ ପ୍ରଭୁଙ୍କ ଦାସମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟଟା। ତା କ'ଣ? ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି। ପ୍ରଭୁଙ୍କ ସହିତ ଯିଏ ନିୟମ କରିବା ପାଇଁ ଚାହୁଁଛି ସେ ସିଧା କରିପାରିବ ନାହିଁ, ଏକ ବଳିଦାନ କରିକି କରିବାକୁ ପଡ଼ିବ। ଆପଣ ନୂତନ ନିୟମରେ, ପୁରାତନ ନିୟମରେ, ନୂତନ ନିୟମରେ କଭରେଣ୍ଟ ବିଷୟରେ ପଢ଼ିଛନ୍ତି, ଆମେ ଜାଣିଛୁ ସମସ୍ତେ ନିୟମ ବିଷୟରେ। ପ୍ରଭୁଙ୍କ ସହିତ କିପରି ପ୍ରଭୁଙ୍କ ଦାସମାନେ ନିୟମ କରୁଥିଲେ, ଆଉ ସେହି ପ୍ରତ୍ୟେକ ନିୟମ ପଛରେ ବଳିଦାନ ଥିଲା। ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି, ଆମ୍ଭର ସେହି ସଦ୍ଭକ୍ତ ଗଣକୁ ଆମ୍ଭ ନିକଟରେ ଏକତ୍ର କର। ଏଇଟା ପ୍ରଭୁଙ୍କର ଆହ୍ୱାନ, ଚ୍ୟାଲେଞ୍ଜ। ମୁଁ କାଁ ଦେଇକି ଆଣିବି ଉଦ୍ଦୀପନା? ଆମ ନିଜର ଗାଁରେ ଆମେ ଯେଉଁଠି ରହୁଛୁ, କି ଆମେ ଗୋଟେ ସହରରେ ରହୁଛୁ, ଛୋଟ ଟାଉନରେ ରହୁଛୁ, ଗୋଟେ ବଡ଼ ସିଟିରେ ରହୁଛୁ, କି ଆମେ ପୃଥିବୀର ଗୋଟେ କେଉଁ କୋଣରେ ଅଛୁ, ଯାଏସ ନାହିଁ। ସେ ତ କହିଥିଲେ ଜେରୁସାଲେମ ନିଜର ଗାଁ, ତାପରେ ଜିହୁଦା ପ୍ରଦେଶ ନିଜ ପାଖାପାଖି ଅଞ୍ଚଳ ଏବଂ ସମରିଆ, ତାପରେ ଆମେ ସୀମା ଡେଇଁବା, ତାପରେ ପୃଥିବୀର ପ୍ରାନ୍ତ। ଆଉ ସେ କହିଲେ ଗୀତ ସଂହିତା 2:8 କହିଲେ, ଆମ୍ଭ ନିକଟରେ ମାଗ, ଆମେ ମାଗିନାହୁଁ। ଆମେ ଉତ୍ତରାଧିକାରୀ ନିମନ୍ତେ ତୁମକୁ ଗୋଷ୍ଠୀମାନଙ୍କୁ ଦେବା, ଆଉ ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ଦେବା। ମୋର ବିଶ୍ୱାସୀ ଭାଇ ଭଉଣୀମାନେ, ମୋର ପ୍ରିୟ ସମ୍ମାନୀୟ ପ୍ରଭୁଙ୍କ ସେବକମାନେ, ଆପଣମାନେ ଆଉ ମୁଁ ଯାହା ମାଗିବା ତାହା ପ୍ରଭୁ ଦେବେ। ସେ କହିଲେ ମାଗ ଆଉ ଦିଆଯିବ। ସେ କହୁଛନ୍ତି ତୁମେ ଏପର୍ଯ୍ୟନ୍ତ ମାଗିନାହୁଁ, ଆଉ ଏଥିପାଇଁ ପାଇନାହୁଁ। ଯଦି ବା ମାଗିଛ ନିଜ ସ୍ୱାର୍ଥ ନିମନ୍ତେ ମାଗିଛ, ଏଥିପାଇଁ ସେ କହିଲେ ମାଗ, ଆଉ ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ତୁମକୁ ଦେବା। ଆପଣଙ୍କୁ ମୋତେ ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ପ୍ରଭୁ ଦେବା ପାଇଁ ଚାହାନ୍ତି, ଆଉ ପ୍ରତିଜ୍ଞା କରି କହିଛନ୍ତି। ସେ ଖୋଜୁଛନ୍ତି ଲୋକମାନଙ୍କୁ ଯେଉଁମାନେ ତାକୁ ମାଗିପାରିବେ। ପ୍ରଭୁ ମୋତେ ଏଇ ଅଞ୍ଚଳ ଦିଅ, ମୋତେ ଏଇ ଏରିଆ ଦିଅ, ବା ମୋତେ ଏଇ ଗ୍ରାମ ଦିଅ, ମୋତେ ସେ ସହର ଦିଅ, ନହେଲେ ମୋର ପ୍ରଦେଶର ସୀମା ସେପଟେ ମୋତେ ନିଅ, ଏଇ ଜାଗାରେ ମୋତେ ବ୍ୟବହାର କର। ଆଉ ପ୍ରଭୁ ଷ୍ଟେପ୍ ବାଇ ଷ୍ଟେପ୍ ନିଅନ୍ତି, ଗୋଟେ ଦିନରେ ନିଅନ୍ତି ନାହିଁ। ତାଙ୍କର ପ୍ରାରମ୍ଭ ଜେରୁସାଲେମରେ ହୁଏ, ତାପରେ ସମରିଆ, ତାପରେ ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ସେ ନିଅନ୍ତି। ଅନେକଙ୍କୁ ନେଇଛନ୍ତି, ଅନୁଭବ ଅଛି ଆପଣମାନଙ୍କର, ମୋ ଜୀବନରେ ଅନୁଭବ ଅଛି। ପ୍ରଭୁ ଏଥିପାଇଁ ଯେଉଁମାନେ ବଳିଦାନ କରିକି ନିୟମ କରି ତ୍ୟାଗ କରିବେ, ସେଇ ଜାଗାରେ ଦେଖାଇବାର କିଛି ନଥିବ। ଯେଉଁମାନେ ତ୍ୟାଗ କରିକି ନିଜ ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିକି ପ୍ରଭୁଙ୍କ ସହିତ ନିୟମ କରିବେ, ସେହି ପ୍ରକାର ଲୋକମାନଙ୍କୁ ଆଜି ପ୍ରଭୁ ଖୋଜୁଛନ୍ତି। ଆଉ ସେମାନଙ୍କୁ ନେଇକି ସେ ମହତ୍ କାର୍ଯ୍ୟ କରିବେ। ସେମାନଙ୍କୁ ଏକତ୍ର କର ମୋ ନିକଟରେ। ଆପଣଙ୍କର ଆଉ ମୋର ଦୃଶ୍ୟ ବାହାରିବା ଅଦୃଶ୍ୟତାରେ ଅନେକ ଘଟଣା ଘଟୁଛି ପୃଥିବୀରେ। ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁମାନଙ୍କୁ ନେଇକି ସେ ବିଶ୍ୱ ଉଦ୍ଦୀପନାରେ ବ୍ୟବହାର କରିବେ, ସେହି ପ୍ରକାର ଲୋକମାନଙ୍କୁ ପ୍ରସ୍ତୁତ କରୁଛନ୍ତି, ଏକତ୍ର କରୁଛନ୍ତି, ଆଉ ସେମାନଙ୍କୁ ଗୋଟିଏ ଜାଗାକୁ ମୁଭ୍ କରାଉଛନ୍ତି। ସମୁଦ୍ର ମଧ୍ୟରୁ ଏକ ଛୋଟ ହାତ ପରି ଖଣ୍ଡେ ମେଘ ସମୁଦ୍ର ମଧ୍ୟରୁ ବାହାରି ଆସୁଛି, ଜନସମୂହ ମଧ୍ୟରୁ ବାହାରି ଆସୁଛି, ଜନସମାଗମ ମଧ୍ୟରୁ ବାହାରି ଆସୁଛି। ଏଲିୟଙ୍କର ଦାସ ଯେପରିକି 7 ଥର ପାହାଡ଼ ଚଢ଼ିଲା ପରେ ଦେଖିଲେ ମନୁଷ୍ୟର ହାତ ପରି ଖଣ୍ଡେ ମେଘ ବାହାରି ଆସୁଛି। ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଏକ ମହାନ ବୃଷ୍ଟିର ଶବ୍ଦ ଏଲିୟ ଶୁଣୁଥିଲେ। ଆଜି ମୁଁ ମଧ୍ୟ ମୋର କ୍ଷୁଦ୍ର ଜୀବନରେ ପରମେଶ୍ୱରଙ୍କର ଏକ ମହାନ ବୃଷ୍ଟିର ଶବ୍ଦ ମୁଁ ଶୁଣିପାରୁଛି। ଖାଲି ଶୁଣିପାରୁନାହିଁ, ମୁଁ ମହାନ ବୃଷ୍ଟି ବି ଦେଖିଛି। ଆପଣମାନେ ମଧ୍ୟ ପ୍ରିୟ ପ୍ରଭୁଙ୍କ ଦାସମାନେ ଆପଣଙ୍କ ଜୀବନରେ ବୃଷ୍ଟି ଦେଖିଛନ୍ତି, ଏବଂ ଆଜି ମଧ୍ୟ ଅନେକ ଓଡ଼ିଶାରେ ଅଛନ୍ତି ଯେଉଁମାନେ କି ସେ ବୃଷ୍ଟିର ଶବ୍ଦ ଶୁଣିପାରୁଛନ୍ତି। କିନ୍ତୁ ସେଥିପାଇଁ କ'ଣ ଦରକାର? ଏକ ନମ୍ରତାର ସମର୍ପଣ ଦରକାର। ସେଥିପାଇଁ କ'ଣ ଦରକାର?
ଆମମାନଙ୍କ ସିଦ୍ଧିଦାତା ବିଶ୍ୱାସର ନେତା ଯୀଶୁଖ୍ରୀଷ୍ଟଙ୍କୁ ଲକ୍ଷ୍ୟ ରଖିବା ଦରକାର। ଆମର ଲକ୍ଷ୍ୟ ଯଦି ଭ୍ରଷ୍ଟ ହେବ, ଆମେ ଅଦରକାରୀ ବିଷୟରେ ଯଦି ଆମେ ଲିପ୍ତ ହେବା, ତାହେଲେ ଆମେ କେବେ ମଧ୍ୟ ଅଦରକାରୀ ବିଷୟ କହିଲେ ଯାହା ଆମମାନଙ୍କ ବ୍ୟକ୍ତିଗତ ଆତ୍ମିକ ଜୀବନ ପାଇଁ ଲାଭଦାୟକ ନୁହେଁ, କି ସେବା ପାଇଁ ମଧ୍ୟ ଲାଭଦାୟକ ନୁହେଁ, କି ପ୍ରଭୁଙ୍କର ମହିମା ପାଇଁ ନୁହେଁ, ଏ ପ୍ରକାର ବିଷୟରେ ଯଦି ଆମେ ଲିପ୍ତ ହେବା, ତାହେଲେ ପ୍ରଭୁ ଆମକୁ କାହିଁକି ବ୍ୟବହାର କରିବେ? ଏଥିପାଇଁ ଯେଉଁମାନେ ବଳିଦାନ କରିବେ, ତ୍ୟାଗ କରିପାରିବେ, ଉତ୍ସର୍ଗ କରିପାରିବେ, ପ୍ରଭୁଙ୍କ ଦାସ ଅବ୍ରାହମକୁ ତାଙ୍କ ପୁତ୍ର ପଚାରୁଛନ୍ତି, ବାପା ଅଗ୍ନି ଅଛି, ଛୁରିକା ଅଛି ଏବଂ ଆମ ପାଖରେ କାଠ ଅଛି, ବଳିଦାନ କାହିଁ? ଆଜି ସେଇ ବଳିଦାନ କାହିଁ ମୋ ଜୀବନରେ, ଆପଣଙ୍କ ଜୀବନରେ? ସେଇ ବିଷୟଟାକୁ ପ୍ରଭୁ ପଚାରୁଛନ୍ତି। ଆପଣଙ୍କ ଜୀବନରେ, ମୋ ଜୀବନରେ ନିୟମ କରିବା ନିମନ୍ତେ ବଳିଦାନର ଆବଶ୍ୟକତା ରହିଛି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ବାକ୍ୟରେ ଯେଉଁ ସମସ୍ତ ବିଷୟ ଲେଖାଯାଇଛି ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଏହି ବଳିଦାନର କାର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଈଶ୍ୱରଙ୍କ ବାକ୍ୟ ବାଇବେଲ ତାହା ପ୍ରକାଶ କରେ। ଆମେ ନିତାନ୍ତ ପ୍ରଭୁଙ୍କର ମହିମା ଉଦ୍ଦେଶ୍ୟରେ, ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ଆମେ ପ୍ରତ୍ୟେକେ ନିଜକୁ ଆମେ ପ୍ରସ୍ତୁତ କରିବା, ଆମେ ନିଜକୁ ପ୍ରଭୁଙ୍କ ଗୌରବ ନିମନ୍ତେ ଉପସ୍ଥାପନ କରିବା। ପାଉଲଙ୍କ ଜୀବନ କି ପ୍ରକାର ଥିଲା? ତାଙ୍କ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଦୁଃଖ, କଷ୍ଟ, କ୍ଲେଶ ଭିତରେ ପ୍ରଭୁଙ୍କ କାର୍ଯ୍ୟ ସେ କରୁଥିଲେ। ପ୍ରତ୍ୟେକ ପ୍ରେରିତ ମାନେ ବାପ୍ତିଜିକ ଯୋହାନ କହିଲେ, ମୁଁ ହ୍ରାସ ହେବି ଆଉ ସେ ବୃଦ୍ଧି ପାଇବେ। ପାଉଲ କହିଲେ, ମୋର ଲୋକମାନଙ୍କ ନିମନ୍ତେ ମୁଁ ସାପଗ୍ରସ୍ତ ହେବା ପାଇଁ ଚାହୁଁଛି। କି ପ୍ରକାର ତ୍ୟାଗ ସେଇଟା! କି ପ୍ରକାର ତ୍ୟାଗ ସେଇଟା! ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ଯଦି ଦେଖିବା, ଅନେକ ପ୍ରଭୁଙ୍କ ଲୋକମାନେ ତାଙ୍କର ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ନିମନ୍ତେ ଅନେକ ତ୍ୟାଗ କରିଛନ୍ତି। ସେ ତ୍ୟାଗ ଅତି ଗୁରୁତ୍ୱପୂର୍ଣ୍ଣ ତ୍ୟାଗ ଅଟେ, ଆଶ୍ଚର୍ଯ୍ୟ ତ୍ୟାଗ ଅଟେ। ଆଉ ଏଥିପାଇଁ ଆଜି ଏହି ସମୟରେ ପ୍ରିୟ ମଣ୍ଡଳୀକୁ ପ୍ରଭୁ ଆହ୍ୱାନ କରୁଛନ୍ତି, ଏହି ପ୍ରକାର ଆହ୍ୱାନ କରୁଛନ୍ତି ଯେ ଯେଉଁମାନେ ବଳିଦାନ କରିକି ମୋ ସଙ୍ଗରେ ନିୟମ କରିବେ, ସେମାନଙ୍କୁ ଆଣ। এই ଶେଷ ଦିନର ଉଦ୍ଦୀପନାରେ ଆମେ ସେମାନଙ୍କୁ ଅଂଶୀ କରାଇବା। ଗହମ ବୀଜ ମୃତ୍ତିକାରେ ପଡ଼ି ମଲେ କେବଳ ଫଳ ଫଳି ପାରିବ। ଋତୁର ବିବରଣୀ ଯେପରି ଲେଖାଯାଏ, ଶସ୍ୟ କଟାଳିମାନେ ଶସ୍ୟ କାଟୁଥିବେ, କିନ୍ତୁ ଆମେ କିଛି ନା କିଛି ରାହ ମଧ୍ୟ କରିବାକୁ ପଡ଼ିବ। ତେବେ ତମେ ଆତ୍ମଲାଭ କରିବାକୁ ପାରିବା, ଆଉ ପ୍ରଭୁଙ୍କର ମହିମା ପାଇଁ ବଞ୍ଚିବାକୁ ପାରିବା। ଆମେ ଜଣକୁ ଜଣେ ଉତ୍ସାହ ଦେବା, ଯେଉଁମାନେ ପଡ଼ି ଯାଉଛନ୍ତି ତାଙ୍କୁ ଉଠେଇବା, ତାଙ୍କୁ ବିଚାର ନ କରି ଆମେ ତାଙ୍କୁ ଉଠେଇବା। ପାଉଲ କହିଲେ, ମୋ ବିଷୟରେ ମୋର କିଛି ନାହିଁ, ମୁଁ କିଛି ଜାଣେ ନାହିଁ, ମୋ ବିଷୟରେ ମୁଁ କିଛି ଜାଣେ ନାହିଁ, ପ୍ରଭୁ ହିଁ ମୋର ବିଚାର କର୍ତ୍ତା। ଆମେ ଅନ୍ୟମାନଙ୍କୁ ବିଚାର କରିବା ନାହିଁ, ଆମେ ନିଜକୁ ବିଚାର କରିବା। ପ୍ରଥମେ ଆମେ ପଡ଼ିଯାଉଥିବା ଲୋକକୁ ଉଠେଇବା, ଯେଉଁମାନେ ଉତ୍ସାହ ଯେଉଁମାନଙ୍କର ନାହିଁ ତାଙ୍କୁ ମାନେ ଉତ୍ସାହ ଦେବା। ଯାହାଙ୍କ ଜୀବନରେ ନିରାଶ, ହତାଶ ବା ପରାଜୟ, ସେହି ପ୍ରକାର ଲୋକମାନଙ୍କ ପାଇଁ ଠିଆ ହେବା ପ୍ରଭୁଙ୍କର ଦାସଦାସୀମାନଙ୍କର କର୍ତ୍ତବ୍ୟ, କାର୍ଯ୍ୟକାରୀମାନଙ୍କର କର୍ତ୍ତବ୍ୟ, ବିଶ୍ୱାସୀମାନଙ୍କର କର୍ତ୍ତବ୍ୟ, ମଣ୍ଡଳୀର କର୍ତ୍ତବ୍ୟ। ଏ ବିଷୟ ବୁଝିବା ପାଇଁ ପଡ଼ିବ। ତେବେ ଯାଇକି ଆମମାନେ এই ଯେଉଁ ବିଶ୍ୱ ଉଦ୍ଦୀପନା ଆସୁଛି, ତୁରୀବାଦ୍ୟରେ ମଣ୍ଡଳୀକୁ ନେବା ପୂର୍ବରୁ ଏକ ମହାନ ଉଦ୍ଦୀପନା ଆସୁଛି। ଆପଣ ମୁଁ ସେ ଉଦ୍ଦୀପନାରେ ସାମିଲ ହେଇପାରିବା କି? ଆଉ ସେଥିପାଇଁ ପ୍ରଭୁ ଯେଉଁ କଥା ତାଙ୍କ ବାକ୍ୟରେ ଡିମାଣ୍ଡ କରୁଛନ୍ତି, ମାଗୁଛନ୍ତି, ସେହି ବିଷୟଟାକୁ ଆମ ଅନ୍ତର ମଧ୍ୟରେ ଆମେ ଗ୍ରହଣ କରି নম্রତାର ସହିତ ପ୍ରଭୁଙ୍କର ବାକ୍ୟକୁ ଆମମାନଙ୍କ ଜୀବନରେ ସ୍ୱୀକାର କରି ଆମେ ସମର୍ପିତ ହୋଇପାରିବା କି? ପ୍ରଭୁ ଚାହାନ୍ତି ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ତାଙ୍କ ନିମନ୍ତେ ବଞ୍ଚିବା ପାଇଁ, ତାଙ୍କର ଗୌରବ କରିବା ପାଇଁ। ଏଥିପାଇଁ ଏକ ତ୍ୟାଗ ଜୀବନ, ଏକ ଉତ୍ସର୍ଗୀକୃତ ଜୀବନ, ଏକ ଗହମ ବୀଜ ପରି ମୃତ ହେବାର ଜୀବନ। ମୁଁ ନୁହେଁ କିନ୍ତୁ ଖ୍ରୀଷ୍ଟ ମୋ ଠାରେ ଜୀବିତ, এই ଯେଉଁ କଥା ପାଉଲ କହିଲେ ଫିଲିପି ମଣ୍ଡଳୀରେ, ସେହି ପ୍ରକାର ଏକ ଜୀବନ କାଟିବା ଦ୍ୱାରା ଆମେ ଫଳ ଫଳି ପାରିବା। ଆମମାନଙ୍କ ବ୍ୟକ୍ତିଗତ ଜୀବନ ଦ୍ୱାରା, କ୍ଷୁଦ୍ର ଜୀବନ ଦ୍ୱାରା ପ୍ରଭୁଙ୍କର ମହିମା ହେବ ଏବଂ ଅନନ୍ତ ରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରଭୁମାନଙ୍କୁ ସାହାଯ୍ୟ କରିବେ ଏବଂ ଆମମାନଙ୍କୁ ସେ ତାଙ୍କ ରାଜ୍ୟ ଧାର୍ମିକତା ନିମନ୍ତେ ବ୍ୟବହାର କରିବେ। ଆମମାନଙ୍କର ପ୍ରତ୍ୟେକଙ୍କର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ରହିଛି। ମୋର ପ୍ରିୟ ଭାଇ ଭଉଣୀମାନେ, ଯେପରି ଆମେ ବିଶ୍ୱସ୍ତରେ ପ୍ରଭୁଙ୍କର ସେବା କାର୍ଯ୍ୟ କରୁ କରୁ ଆମମାନଙ୍କର ଅନ୍ତିମ ଦିନ ଗୁଡ଼ାକ ଯେଉଁଟା ଆସୁଛି ପୃଥିବୀକୁ, ଅନ୍ତିମ ଦିନ ଗୁଡ଼ାକ ଆମମାନଙ୍କ ଜୀବନରେ ଆମେ କଟେଇ ପାରିବା। ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ଅଟନ୍ତି। ଆମମାନଙ୍କର ପ୍ରତ୍ୟେକଟି ବିଷୟରେ ସେ କ'ଣ କରନ୍ତି? ଆପଣା ଉଦ୍ଦେଶ୍ୟ ପ୍ରକାଶ କରନ୍ତି। ତାର ଶେଷ କଥା ମୁଁ ପଢ଼ିବା ପାଇଁ ଚାହୁଁଛି, ଦ୍ୱିତୀୟ ବଂଶାବଳୀ। ଆପଣମାନେ ଜାଣିଛନ୍ତି, ଦ୍ୱିତୀୟ ବଂଶାବଳୀ 7 ପର୍ବରେ ଗୋଟିଏ କଥା ଲେଖାଯାଇଛି, ଯାହାକି ଉଦ୍ଦୀପନା ନିମନ୍ତେ ଏବଂ ପ୍ରଭୁଙ୍କର ମହାନ କାର୍ଯ୍ୟ ପ୍ରକାଶ କରିବା ନିମନ୍ତେ ଏକ ପ୍ରଭୁଙ୍କର ଆହ୍ୱାନ ଥିଲେ। ଏଟା ରାଜା ସୋଲୋମନଙ୍କୁ ସେ କଥା କହିଥିଲେ। କ'ଣ କହିଥିଲେ? ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଏଇଟା ପ୍ରଭୁଙ୍କର କଣ୍ଡିସନ୍, ଏଇଟା ତାଙ୍କର ସର୍ତ୍ତ, ଏଇଟା ତାଙ୍କର ଏଗ୍ରିମେଣ୍ଟ। କ'ଣ ସେଇଟା?
ଆମ୍ଭ ନାମରେ ବିଖ୍ୟାତ ଲୋକମାନେ, ଆପଣ ମୁଁ ଯୀଶୁଙ୍କ ନାମରେ ବିଖ୍ୟାତ ଲୋକ ହେଇଛୁ କି? ଆମେ ହେଇଛୁ କି ଯୀଶୁ ଖ୍ରୀଷ୍ଟଙ୍କ ଲୋକ? ଆମଙ୍କ ଜୀବନ ଦ୍ୱାରା, ଆମର ସ୍ୱଭାବ ଗୁଣ ଦ୍ୱାରା, ବ୍ୟବହାର ଦ୍ୱାରା, ସମ୍ପର୍କ ଦ୍ୱାରା? ଯଦି ହେଇନୁ ତାହେଲେ ଆମେ ହେବାକୁ ପଡ଼ିବ। ଆଉ ଯଦି ହେଇଛୁ ତାହେଲେ ସେ ପ୍ରଭୁ ଆପଣଙ୍କୁ ମୋତେ କହୁଛନ୍ତି, ସେ ପୁରାତନ ନିୟମରେ ଇସ୍ରାଏଲ ଲୋକମାନେ କହୁଥିଲେ ଏ କଥା, ଆଜି ମଣ୍ଡଳୀକୁ କହୁଛନ୍ତି ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ନମ୍ର କରି ପ୍ରାର୍ଥନା କରିବେ। ଆମମାନଙ୍କ ପ୍ରାର୍ଥନାରେ ଅହଙ୍କାର, ଗର୍ବ, ଦାମ୍ଭିକତା, ଆତ୍ମଧାର୍ମିକତା ପ୍ରକାଶ ନ ପାଉ। ନମ୍ରତା ହେଉଛି ଭୂଷଣ। ଯୀଶୁ ନିଜେ କହିଲେ ମୁଁ ନମ୍ରଚିତ ଆଉ ମୃଦୁଶୀଳ, ମୋଠାରୁ ଶିଖ। କାହାଠାରୁ ଶିଖିବାର ଆବଶ୍ୟକ ନାହିଁ, କିଏ କାହାକୁ ଶିଖାଇ ମୋତେ ଦରକାର ନାହିଁ। ନମ୍ରତା ପ୍ରଭୁଙ୍କର ଗୁଣ। ସେଇ ନମ୍ରତାରେ ପ୍ରାର୍ଥନା କରିବ, ଆମର ମୁଖ ଅନ୍ୱେଷଣ କରିବେ। ଅନ୍ୟର ମୁଖ କାହାର ଆମକୁ ଦରକାର ନାହିଁ ଦେଖିବା ପାଇଁ। ଭାଇ ଭଉଣୀମାନେ, ଆମମାନଙ୍କର ପ୍ରଭୁଙ୍କର ମୁଖ ଅନ୍ୱେଷଣ କରିବା, ଦୁଃଖରେ ଆଉ କଷ୍ଟରେ ତାଙ୍କୁ ଲୋଡ଼ିବା। ଏବଂ କ'ଣ ଲେଖା ହେଇଛି? ଆଉ କେଉଁ ପଥରୁ ଫେରିବେ? ଆମେ ଜାଣିଛୁ ଆମେ କେଉଁ ପଥରେ ଅଛୁ। ମୁଁ ଜାଣିଛି ମୁଁ କେଉଁ ପଥରେ ଅଛି। ମୋର ଫେଲର କ'ଣ, ମୋର ବିଫଳତା କ'ଣ? ଆପଣ ଜାଣିଛନ୍ତି ଆପଣଙ୍କର ବିଫଳତା କ'ଣ। ଆମେ କେହି ପରଫେକ୍ଟ ନୁହଁ, କେବଳ ଖ୍ରୀଷ୍ଟ ହିଁ ଅତି ପବିତ୍ର ଆଉ ପରଫେକ୍ଟ ଅଟନ୍ତି। ଆମମାନଙ୍କ ଜୀବନର ଦୁର୍ବଳତା ଯେଉଁଠି ପ୍ରକାଶ ଦେବାକୁ ଲେଖାଯାଏ, କେଉଁଠି ତୁମର ପତନ ହେଇଛି ସେଇ ଜାଗାରୁ ମନ ଫେରଣ କରିକି ଫେରିଆସ, ତେବେ ଆଶୀର୍ବାଦ କରିବେ ପ୍ରଭୁ। କେଉଁଠି ପତନ ହେଇଛି? ମୋର ପତନ ଆପଣ ଜାଣିନାହାନ୍ତି, ଆପଣଙ୍କ ପତନ ମୁଁ ଜାଣିନାହିଁ। ଆମେ ଅନ୍ୟ ଜଣଙ୍କର ପତନ ବିଷୟରେ ଖୋଜୁ, କିନ୍ତୁ ଆମେ ନିଜର ପତନ ଦେଖିନଥାଉ। ଏଥିପାଇଁ କେଉଁ ପଥରୁ ଫେରିବେ? ତେବେ ଆମେ ସ୍ୱର୍ଗରୁ ଶୁଣିବା। ଏଇଟା 3ଟା କଣ୍ଡିସନ ପ୍ରଭୁଙ୍କର। ତେବେ ଆମେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା, ପ୍ରଭୁଙ୍କର ପ୍ରତିଜ୍ଞା, ଓ ସେମାନଙ୍କର ଦେଶକୁ ସୁସ୍ଥ କରିବା। ଦେଶ ସୁସ୍ଥ ହେଲେ ସବୁ ସୁସ୍ଥ ହେବ। ପ୍ରକୃତି ସୁସ୍ଥ ହେବ, ପରିବାର ସୁସ୍ଥ ହେବେ, ଲୋକ ସୁସ୍ଥ ହେବେ, ମଣ୍ଡଳୀ ସୁସ୍ଥ ହେବ, ସାମାଜିକ ଆର୍ଥିକ ଅଭାବ ସମସ୍ୟାରୁ ଲୋକମାନେ ରକ୍ଷା ପାଇବେ, ବିଭିନ୍ନ କଷ୍ଟ ଦୁଃଖ ରୋଗ ବ୍ୟାଧିରୁ ଲୋକମାନେ ସୁସ୍ଥ ହେବେ। ଏଇଟା ପ୍ରଭୁଙ୍କର ପ୍ରତିଜ୍ଞା ଅଛି। ଏଥିପାଇଁ ଏଇ ଯେଉଁ ଉଦ୍ଦୀପନା ଆସିବା ପାଇଁ ଯାଉଛି, ତାଦ୍ୱାରା ଅନେକ ଲୋକମାନେ ଆତ୍ମିକ ସୁସ୍ଥତା, ଶାରୀରିକ ସୁସ୍ଥତା ପାଇବେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲୋକମାନେ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ପ୍ରଭୁ ବୋଲି ବୁଝିବେ, ଜାଣିବେ। ଖ୍ରୀଷ୍ଟଙ୍କର ଆବଶ୍ୟକତା ସେମାନେ ବୁଝିପାରିବେ। ଏଇ ଗ୍ରୀକ୍ ଲୋକମାନେ ଯେପରି ଆସି କହିଲେ ଆମେ ଯୀଶୁଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛୁ, ଯେତେବେଳେ ଖ୍ରୀଷ୍ଟଙ୍କୁ ଲୋକମାନେ ଲୋଡ଼ିବେ, ପ୍ରଭୁ ଯୀଶୁଙ୍କୁ ଜାଣିବା ପାଇଁ ଯେତେବେଳେ ଲୋକମାନେ ଆପଣଙ୍କୁ ମୋତେ ପ୍ରଶ୍ନ ପଚାରିବେ, ଆପଣ ଜାଣନ୍ତୁ ସେଇଟା ହେଉଛି ଉଦ୍ଦୀପନାର ପ୍ରାରମ୍ଭ। ଆଉ ତାର କଣ୍ଡିସନ କ'ଣ? ଗହମ ବୀଜ ମୃତ୍ତିକାରେ ପଡ଼ି ମଲେ କେବଳ ଫଳ ଫଳିବ। ଏଇ ଯେଉଁ ସିକ୍ରେଟ୍, ଏଇ ଯେଉଁ ଗୁପ୍ତ କଥା ପ୍ରଭୁ କହିଲେ, ଆମମାନଙ୍କର ବ୍ୟକ୍ତିଗତ ଜୀବନ, ଆମର ପୁରାତନ ସ୍ୱଭାବ, ପୁରାତନ ପୁରୁଷ ମୃତ ହେବା ଦରକାର। ତେବେ ଯୀଶୁ ଆମମାନଙ୍କୁ ଦେଇ ପ୍ରକାଶ ଦେବେ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।